ଓ ଆଉ ମୁଁ ଆଜି ମୋର ଯୋଉ ବହି ହେଉଛି କୁହୁଡ଼ି କନ୍ୟା, ମୁଁ ତୋ ପାଇଁ ଏଇଟା ଲେଖିଛି। ସେଇଥିରୁ ଗୋଟେ ଛୋଟ ଗପଟେ ମୁଁ ପଢ଼ୁଛି ହେଲା। ତୁ ତ ଏପର୍ଯ୍ୟନ୍ତ ମୋ ବହି ପଢ଼ିପାରୁନୁ, ତୋତେ ଦେଖାଯାଉନି, ତାପରେ କେହି ପଢ଼ିକି ଶୁଣେଇଲେନି। ମୋ ଲେଖା ମୁଁ ପଢ଼ିକିରି ଶୁଣଉଛି ହେଲା। ତୁ ଶୁଣେ। ମୋ ଲେଖାର ନାଁ ହେଉଛି ନବରତ୍ନ। ନବରତ୍ନ ନାଁଟା ଯେମିତି ତାର ସ୍ୱାଦ ବି ସେମିତି। 9ଟା ଜିନିଷରେ ତିଆରି ହୁଏ ବୋଲି ନାଁ ତାର ନବରତ୍ନ। ତିଆରି କଲାବେଳେ ବାସେ ବହୁତ। କଥାରେ ଅଛି ଆଘ୍ରାଣେ ଅର୍ଦ୍ଧଭୋଜନମ୍। ଚାରିଆଡ଼େ ବାସ୍ନାୟିତ ହୋଇଯାଏ ଏ ତରକାରୀ ରୋଷେଇ ଘରେ ରାନ୍ଧିଲା ବେଳେ। ଆଇଟମ୍ ଭିତରେ ରାଜା ପରି ଲାଗେ। ନାଁ ଯେମିତି ମନକୁ ଆକର୍ଷିତ କରେ, ଖାଇଲେ ମଧ୍ୟ ସେମିତି ସୁସ୍ୱାଦୁ ଲାଗେ। ବାସ୍ନାରେ ପେଟ ଭରିଯାଏ। ମନରେ ଆସେ କେତେବେଳେ ଖାଇବି। ଘ୍ରାଣ ଇନ୍ଦ୍ରିୟ ତାର ବାସ୍ନା ଶୁଙ୍ଘିବାରେ କେବେ ବି କମ୍ କରେନି। ଭଲ ହେଉ ବା ଖରାପ, ସବୁ ବାସ୍ନା ନାକକୁ ଆଗେ ଜଣାପଡ଼େ। ଆଖିରେ ଦେଖିବା ଦରକାର ପଡ଼େନି। ଆଖି ଆଗରୁ ନାକ ସନ୍ଧାନ ନିଏ ସବୁକିଛିର। ଯଶୋଦା ଦେବୀ ବସି ବସି ଭାବୁଥିଲେ, ଘରେ ଭଲ ଭଲ ବ୍ୟଞ୍ଜନ ହେଉଛି, ଆଜି ଭଲ କରି ଗଣ୍ଡେ ଖାଇବାକୁ ମିଳିବ। ପୁଅ ବୋହୂଙ୍କର 30ତମ ବିବାହ ବାର୍ଷିକୀ। ସକାଳୁ ମନ୍ଦିର ଯାଇଥିଲେ ପୁଅ ବୋହୂ। ସେଠୁ ଆସି ତାଙ୍କୁ ଭୂମିଷ୍ଠ ପ୍ରଣାମ କରିଛନ୍ତି। ସେ ବି ଆଶୀର୍ବାଦ ଢାଳି ଦେଇଛନ୍ତି କାର୍ପଣ୍ୟ ନ କରି। ତାପରେ ଘରେ ଅନେକ ରକମର ରୋଷେଇରେ ବ୍ୟସ୍ତ ଅଛନ୍ତି ପୁଅ, ବୋହୂ ଆଉ ନାତି। ଯଶୋଦାଙ୍କ କାନକୁ ଖାଲି ଶୁଭୁଛି ନାତିର ପ୍ରଶ୍ନବାଚୀ। ନବରତ୍ନରେ କ'ଣ ସବୁ ପଡ଼େ, କେମିତି ତିଆରି ହୁଏ, ଇତ୍ୟାଦି ଇତ୍ୟାଦି। ଉତ୍ସୁକତାର ସହ ସେ ଅପେକ୍ଷା କରିଛନ୍ତି ଖାଇବା ବେଳକୁ। ନବରତ୍ନ କେମିତି ଲାଗେ ସେ ଚାଖିବେ ଆଜି। ନିଶ୍ଚୟ ମିଳିବ ତାଙ୍କୁ, କାରଣ ଆଜି ଗୋଟିଏ ବିଶେଷ ଦିନ। କିଛି ଭଲ ଖାଇବାର ଇଚ୍ଛା ଥିଲେ ସମୟ ପୂର୍ବରୁ ଭୋକ ଲାଗେ। ଇନ୍ଦ୍ରିୟମାନେ ବି ଅତିଷ୍ଠ କରନ୍ତି, ଉତ୍ପାତ ହୁଅନ୍ତି। ଘଣ୍ଟାରେ 2ଟା ବାଜିଲା। ଉପର ଘରେ ରହୁଥିବା ଭଡ଼ାଟିଆଙ୍କୁ ଟ୍ରେରେ ବାଢ଼ି ସବୁ ରକମର ସ୍ପେଶାଲ ଆଇଟମରୁ ଦେଇ ଆସିଲେ ପୁଅ ବୋହୂ। ପାଖରେ ରହୁଥିବା ବୋହୂର ବାପା ମାଙ୍କ ପାଇଁ ବଡ଼ ବଡ଼ ଟିଫିନରେ ପ୍ୟାକିଂ କରି 56 ଭୋଗ ଦେଇ ଆସିଲା ପୁଅ। ସାହି ପଡ଼ିଶାରେ 2 ଜଣଙ୍କ ଘରକୁ ମଧ୍ୟ ଦିଆହେଲା। ତାପରେ ବୋଧେ ଯଶୋଦାଙ୍କ ପାଳି ଆସିଲା। ତାଙ୍କ ଟ୍ରେ ଟିପୟ ଉପରେ ଆଣି ରଖିଲା ବୋହୂ। ଟିକେ ଝାପ୍ସା ଦିଶିଲା ଯଶୋଦାଙ୍କୁ। ଏତେ କମ୍ ଦିଶୁଛି ତାଙ୍କ ଟ୍ରେର ଖାଦ୍ୟ। ଆଜି ତ ଏତେ ରକମର ରନ୍ଧା ହୋଇଛି। ନା ମ, ତାଙ୍କୁ ବୋଧେ ଠିକ୍ରେ ଦିଶୁନି। ବୁଢ଼ୀ ହେଲେଣି, ଆଖିର ଶକ୍ତି ମଧ୍ୟ କମିଗଲାଣି। ଆଉ ଥରେ ଆଖି ଫାଡ଼ି ଦେଖିଲେ, ଓହୋ, ତାଙ୍କ ଟ୍ରେରେ ବଢ଼ାଯାଇଥିଲା କେବଳ ଭାତ, ଡାଲି ଆଉ ଲାଉ ସନ୍ତୁଳା। ବିଶ୍ୱାସ କରିପାରୁନଥିଲେ ଯଶୋଦା। ଆଉ ଗୋଟିଏ ଆଇଟମ୍ ସେ ନିଜେ ମିଶାଇ ଦେଲେ। ସେଇଟା ସେ ନିଜେ ବନେଇଦେଲେ। ବନେଇବେ କ'ଣ, ଆପେ ବନିଗଲା। ଆଖିରୁ ଲୁହଧାର ବହି ଖାଇବାରେ ମିଶିଗଲା। ଲୁହନାଳ ହୋଇ ଯନ୍ତ୍ରଚାଳିତ ପରି ଖାଇ ଚାଲିଥିଲେ ଯଶୋଦା ଦେବୀ। ଖାଇବାର ଇଚ୍ଛା ତ ମରିସାରିଥିଲା କେତେବେଳୁ। ମାତ୍ର କାଳେ ନ ଖାଇଲେ ଭୋକର ଦାଉରେ କିଛି ଅଭିଶାପ ବାହାରି ପଡ଼ିବ ପୁଅ ବୋହୂଙ୍କ ଉପରେ। ସେ ପରା ଜଣେ ମା'। ଆଜି ପରା ଦିନରେ ସେ ଯେଉଁ ଦୀର୍ଘ ନିଶ୍ୱାସ ଛାଡ଼ିବେ, ସେ କାହା ଉପରେ ପଡ଼ିବ? କାମବାଲିର ସ୍ୱର ଶୁଭୁଥିଲା। ମା', ଆଜି ନବରତ୍ନ ବହୁତ ବଢ଼ିଆ ଲାଗୁଥିଲା, ହୋଟେଲ ରନ୍ଧା ପରି। ସବୁ ଆଇଟମ୍ କି ଟେଷ୍ଟି ସତରେ। ଉପର ଭଡ଼ାଟିଆ ଟ୍ରେ ଫେରାଇବାକୁ ଆସି କହୁଥିଲେ, ଏତେ ସୁନ୍ଦର ସବୁ ଲାଗୁଥିଲା ଯେ କହିହେବନି। ସେପଟୁ ବୋହୂର ମା' ତାଙ୍କ ଝିଅର ତାରିଫ କରି କହୁଥିଲେ, ତୁ ଏତେ ସବୁ ରାନ୍ଧିଛୁ, ସବୁ ବହୁତ ଭଲ ଲାଗୁଥିଲା। ଫୋନ୍ଟା ପରିଷ୍କାର ଶୁଭୁଥିଲା, କାରଣ ଲାଉଡ଼ ସ୍ପିକର ଅନ୍ ଥିଲା। ନାତି କହୁଥିଲା, ମା', ରାତିରେ ଖାଇବା ପାଇଁ ମୋ ପାଇଁ ଆଉ ଅଛି ତ? ବୋହୂ କହୁଥିଲା, ହଁ ହଁ, ବ୍ୟସ୍ତ ହୁଅନା, ତୋ ପାଇଁ ଆଉ ବହୁତ ଅଛି, ରାତିରେ ଖାଇବୁ ମନ ଭରି। ଏକଥା ସବୁ ଶୁଣି ଯଶୋଦାଙ୍କ ଆଖିରୁ ଶୁଖିଥିବା ଲୁହଧାର ପୁଣି ଥରେ ଝରଝର ଝରି ପଡ଼ୁଥିଲା। କୂଅ ଖୋଳାବେଳେ ଝର ପଡ଼ିବା ପରି। ଉଷୁମ ଲୁହଧାରରେ ତକିଆ ଭିଜୁଥିଲା। ଧନ୍ୟ ସେ ନବରତ୍ନ, କନ୍ଦେଇ କନ୍ଦେଇ ମାରିବ ଯେମିତି। ଯଶୋଦା ରାଗ ଅଭିମାନରେ ଜଡ଼ସଡ଼ ହୋଇ ଭାବୁଥିଲେ, ସେ ନବରତ୍ନ ନୁହେଁ, ସେ ଶୋକରତ୍ନ, ସେ କାନ୍ଦରତ୍ନ। ତାର କେବେ ଭଲ ନ ହଉ, ଗର୍ବ ନ ରହୁ ତାର, ତାକୁ କେହି ଆଦର ନ କରୁ। ସେ ଆଜି ବହୁତ କନ୍ଦେଇଲାଣି ତାଙ୍କୁ। ତାଙ୍କ ଦୀର୍ଘଶ୍ୱାସ ତାରି ଉପରେ ପଡ଼ୁ। ସେ ସମସ୍ତଙ୍କର ଆଦରର ପାତ୍ର ନ ହୋଇ ଅସୂୟାର ପାତ୍ର ହେଉ। ଏହା ହେଉଛି 85 ବର୍ଷିଆ ଯଶୋଦାଙ୍କର ଅଭିଶାପ ସେ ଗର୍ବୀ ନବରତ୍ନକୁ। ଭଲ ଲାଗିଲା? 40 ବର୍ଷ ବୟସ କରିଦେଲୁ ପୁରା।